ସନ୍ଧ୍ୟା ହେବା ଆଗରୁ କଳାହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା। ଚାରିଆଡ଼େ ପାଣି ହିଁ ପାଣି। ଏହି ସମୟରେ ଜଙ୍ଗଲକୁ ଛେଳି ଚରିବାକୁ ନେଇଥିବା ଛେଳି ଚରାଳି ବ୍ୟସ୍ତ ହୋଇଗଲା ଯେ ସେ କିଭଳି ଛେଳିମାନଙ୍କୁ ନେଇ ଗାଁରେ ପହଞ୍ଚିବ। ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଞ୍ଚିଗଲା। ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ ସେଠାରେ ଆଗରୁ କିଛି ମେଣ୍ଢା ତାଙ୍କର ଛୁଆମାନଙ୍କୁ ନେଇ ରହିଛି। ଏହା ଦେଖି ଛେଳିଆଳ ପିଲାଟି ଭାବିଲା, ଯାହା ହେଉ ଭଲ ହେଲା, ଜଙ୍ଗଲରେ ମିଳିଥିବା ଯେତେ ଘାସ ଆଉ କୁଟା ଥିଲା ସେସବୁ ସେଇ ଜଙ୍ଗଲୀ ମେଣ୍ଢାମାନଙ୍କୁ ଖାଇବାକୁ ଦେଇଦେଲା। ଏଇ ନୂଆ ମେଣ୍ଢାମାନଙ୍କୁ ଦେଖି ସେ ପାଳିଥିବା ଛେଳିମାନଙ୍କ କଥାକୁ ସେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲା। ତା ଛେଳିମାନେ ରାତିସାରା ଗୁମ୍ଫା ବାହାରେ ରହିଲେ। ରାତିରେ ବର୍ଷା ତଥା ଶୀତରେ ଥରି ଥରି ରହିଲେ। ସକାଳ ହେବାରୁ ଛେଳି ଚରାଳି ବାହାରକୁ ବାହାରି ଆସି ଦେଖେ ତ ସେ ଆଣିଥିବା ଛେଳିମାନଙ୍କ ମଧ୍ୟରୁ ଅନେକ ଛେଳି ତାର ଛୁଆମାନଙ୍କ ସହିତ ମରି ପଡ଼ିଛନ୍ତି। ଏହି ସମୟରେ ଗୁମ୍ଫା ଭିତରେ ରହିଥିବା ଜଙ୍ଗଲୀ ମେଣ୍ଢାମାନେ ତାଙ୍କର ଛୁଆ ପିଲାଙ୍କୁ ଧରି ବାହାରକୁ ବାହାରି ଚାଲିଗଲେ। ଛେଳି ଜଗୁଆଳି ପାଟି କରି ଯେତେ ଡାକିଲେ ବି ସେମାନେ କେହି କିଛି ଶୁଣିଲେ ନାହିଁ। ସେ ପାଟି କରି କହୁଥାଏ, କେତେ ବେଇମାନେ ଏଇ ମେଣ୍ଢାମାନେ। ମୁଁ ରାତି ସାରା ମୋ ଛେଳିମାନଙ୍କୁ ବାହାରେ ରଖି ତାଙ୍କ ପାଇଁ ଆଣିଥିବା ଘାସ ସବୁ ତୁମକୁ ଖାଇବାକୁ ଦେଲି, ଅଥଚ କେତେ ବେଇମାନ ତୁମେମାନେ। ତମମାନଙ୍କର କେତେ ଯତ୍ନ ନେଲି, ଅଥଚ ମୋ ଛେଳିମାନଙ୍କର ଅଯତ୍ନର ସ୍ୱରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶ ମରିଗଲେ। ତୁମମାନଙ୍କର ଏତେ ସେବା ଯତ୍ନ କ'ଣ ସଙ୍ଗେ ସଙ୍ଗେ ଭୁଲିଗଲ? ମୁଁ କିଭଳି ଭୁଲ କରିଛି ସତେ। ରାସ୍ତାରେ ଯାଉ ଯାଉ ଗୋଟିଏ ବୁଢ଼ୀ ମେଣ୍ଢି ଉତ୍ତର ଦେଲା, ବେଇମାନ ଆଉ କୃତଜ୍ଞ ଆମେ ନୋହୁଁ, ତୁମେ। ଆମମାନଙ୍କୁ ଦେଖୁ ଦେଖୁ ତୁମେ ତୁମର ପୁରୁଣା ଛେଳିମାନଙ୍କ କଥାକୁ ସମ୍ପୂର୍ଣ୍ଣ ଭୁଲିଗଲ। ଏକଥା ସତ ଯେ କାଲି ପୁଣି ଅନ୍ୟ ମେଣ୍ଢାମାନଙ୍କୁ ଦେଖି ପୁଣି ଆମମାନଙ୍କୁ ଭୁଲିଯିବ। ତେଣୁ କେଉଁ ଭରସାରେ ଆମେ ତୁମ ସହିତ ଯିବୁ କୁହ। ଏହିପରି ସେହି ଛେଳି ଚରାଳି ନିଜର ଛେଳିମାନଙ୍କୁ ହରାଇ ହାତ ଦଳି ଦଳି ଗାଁକୁ ଫେରି ଆସିଲା। ଗାଁବାଲା ତାଠାରୁ ତାର ଦୁର୍ଦ୍ଦଶା କଥା ଶୁଣି ବହୁତ ହସିଲେ ଏବଂ ତାକୁ କହିଲେ ଯେ, ଦେଖ, ପୁରୁଣା ସମ୍ପତ୍ତି ଆଉ କୋଠାବାଡ଼ି ସବୁ ଭୁଲିଯିବ ନାହିଁ। ତୁମେ ଲୋଭ କଲ, ଫଳରେ ତୁମର ସବୁ ନଷ୍ଟ ହୋଇଗଲା। ଅର୍ଥାତ୍ ଅତି ଲୋଭରେ ବଂଶ ବୁଡ଼େ କଥାଟି ସତ ହେଲା। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।